Welcome to my dear student. Today we will discuss the topic the cats and the monkey from class 5th supplementary English reader book. So try to understand this video till the end. Come on, let's start this topic. The cat and the monkey. ଆଜି ଆମେ ପଞ୍ଚମ ଶ୍ରେଣୀର ଇଂଲିଶ ଗପ ଦି କ୍ୟାଟ୍ସ ଆଣ୍ଡ ଦ ମଙ୍କି ବିରାଡ଼ି ଏବଂ ମାଙ୍କଡ଼ ବିଷୟରେ ଆମେ ଗପଟିକୁ ପଢ଼ିବା। ତେଣୁ ପିଲାମାନେ ଧ୍ୟାନ ସହକାରେ ବୁଝିବା ପାଇଁ ଚେଷ୍ଟା କର। One day a cat saw a cake in a house. ଦିନେ ଗୋଟିଏ ଗୋଟିଏ ଘରେ ପିଠା ଦେଖିବାକୁ ପାଇଲା। It took the cake and ran away to a lonely place. ସେ ପିଠାଟିକୁ ନେଇ ଏକ ନିଛାଟିଆ ସ୍ଥାନକୁ ଚାଲିଗଲା। It began to eat it. ସେ ତାକୁ ଖାଇବାକୁ ଲାଗିଲା। At that time another cat came there. ସେହି ସମୟରେ ସେଠାକୁ ଆଉ ଏକ ବିଲେଇ ଆସିଲା। Both the cats started quarreling from the cake. ପିଠା ପାଇଁ ଦୁଇ ବିଲେଇଙ୍କ ମଧ୍ୟରେ କଳିଗୋଳ ଆରମ୍ଭ ହୋଇଗଲା। There was a monkey on the tree nearby. ପାଖରେ ଥିବା ଏକ ଗଛ ଉପରେ ଗୋଟିଏ ମାଙ୍କଡ଼ ବସିଥିଲା। The two cats asked the monkey to share the cake equally between them. ଦୁଇ ବିଲେଇ ମାଙ୍କଡ଼କୁ ସେମାନଙ୍କ ମଧ୍ୟରେ ପିଠାଟିକୁ ସମାନ ଭାବରେ ବାଣ୍ଟି ଦେବାକୁ କହିଲେ। ବର୍ତ୍ତମାନ ଆମେ କିଛି କଠିନ ଶବ୍ଦାର୍ଥକୁ ଆଲୋଚନା କରିବା। ଏଠି ଲୋନଲି ପ୍ଲେସ୍ ଲେଖାଯାଇଛି। ଲୋନଲି ପ୍ଲେସ୍ ଅର୍ଥ ନିଛାଟିଆ ସ୍ଥାନ। କ୍ୱାରେଲିଂ ଅଛି। କ୍ୱାରେଲିଂ ମାନେ ଝଗଡ଼ା। ନିୟର ବାଇ ଏଠି ଅଛି ନିୟର ବାଇ ମାନେ ପାଖରେ ଥିବା। ସେୟାର ଇକ୍ୱାଲ ମାନେ ସମାନ ଭାବରେ। ସେୟାର ବାଣ୍ଟିବା, ସମାନ ଭାବରେ ବାଣ୍ଟିବା। ଦେଖ ପିଲାମାନେ, ମାଙ୍କଡ଼ଟି ଗଛ ଉପରେ ବସିଛି। ପ୍ରଥମେ ଗୋଟିଏ ବିରାଡ଼ି ବା ବିଲେଇ ପିଠାଟିକୁ ନେଇ ଆସିଲା ଏକ ନିଛାଟିଆ ସ୍ଥାନକୁ। ଛବି ଦେଖ, ବୁଝିପାରିବ। ତେଣୁ ସେଠି ଖାଇବାକୁ ଆରମ୍ଭ କଲା। ସେହି ସମୟରେ ଅନ୍ୟ ଏକ ବିଲେଇ ଧାଇଁ ଆସିଲା। ପିଠା ପାଇଁ ସେମାନେ ପରସ୍ପର ଝଗଡ଼ା କଲେ। ତାପରେ ମାଙ୍କଡ଼ଟି ଗଛ ଉପରେ ରହି ଦେଖୁଥିଲା। ମାଙ୍କଡ଼କୁ ଡାକିଲେ। ସେମାନେ କହିଲେ, ଆମେ ଦୁଇ ଜଣ ଏଇ ପିଠାଟିକୁ ସମାନ ଭାଗରେ କିପରି ପାଇବୁ? ତୁମେ ତାକୁ ସମାନ କରିପାରିବ କି? କହିଲେ। ମାଙ୍କଡ଼ଟି ତାପରେ ଆସିଲା। ତାପରେ ଦେଖିବା କ'ଣ ହେଲା। The monkey broke the cake into two. ମାନେ ମାଙ୍କଡ଼ଟି ପିଠାଟିକୁ ଦୁଇ ଭାଗ କରିଦେଲା। A piece of the cake was bigger than the other half. ପିଠାର ଗୋଟିଏ ଖଣ୍ଡ ଅନ୍ୟ ଭାଗରୁ ବଡ଼ ଥିଲା। Bigger than ବଡ଼ ଥିଲା। So it ate a bit of cake from the bigger one. ଏହାପରେ ଛୋଟ ଖଣ୍ଡଟି ପୁଣି ଅଧା ଭାଗରୁ ବଡ଼ ଥିଲା। ଏହାପରେ ଛୋଟ ଖଣ୍ଡଟି ପୁଣି ବଡ଼ ହୋଇଗଲା। So it ate the bit of cake from the bigger one. ତେଣୁ ଗୋଟିଏ ଖଣ୍ଡ ଖାଇଦେଲା। The smaller one became bigger again. ପୁଣି ଏହା ଛୋଟ ହୋଇଗଲା। Then it ate a piece of cake from it. ତେଣୁ ସେଥିରୁ ମଧ୍ୟ ଖଣ୍ଡେ ଖାଇଦେଲା। Thus it repeated the same practice many times and ate the whole cake at last. ଏହିପରି ଭାବରେ ସେ ସମାନ କାମ ବହୁତ ଥର ଦୋହରାଇଲା। ଗୋଟିଏ ଖଣ୍ଡ ବଡ଼ ହୋଇଗଲେ ତାକୁ ଖାଇ ଦେଉଥିଲା। ଆଉ ଗୋଟେ ବଡ଼ ହୋଇଗଲେ
ତାକୁ ପୁଣି ଖାଉଥିଲା। ଏହିପରି ଖାଉ ଖାଉ ଶେଷରେ ସବୁ ପିଠା ଖାଇଦେଲା। ଏଟ୍ ଲାଷ୍ଟ ହୋଲ୍ କେକ୍ ମାନେ ଇଟ୍ ହୋଲ୍ କେକ୍ ଏଟ୍ ଲାଷ୍ଟ ପରିଶେଷ ସବୁ ପିଠା ଖାଇଗଲା। ଦି ମଙ୍କି ରନ୍ ଆୱେ ଆଣ୍ଡ ଦ କ୍ୟାଟ୍ସ ଗଟ୍ ନଥିଙ୍ଗ। ତାପରେ ମାଙ୍କଡ଼ଟି ଦୌଡ଼ି ପଳାଇଲା। ଶେଷରେ ବିଲେଇମାନେ କିଛି ପାଇଲେ ନାହିଁ। ଏଠାରେ କଠିନ ଶବ୍ଦାର୍ଥ ଅଛି ବ୍ରୋକ୍ ଇନ୍ଟୁ ଦୁଇ ଭାଗ କରିଦେଲା। ବ୍ରୋକ୍ ଇନ୍ଟୁ ବିଗର ଅଧିକ ବଡ଼, ରିପିଟେଡ଼ ବାରମ୍ବାର, ରିପିଟେଡ଼ ବାରମ୍ବାର, ରିପିଟେଡ଼ ଏଟ୍ ଲାଷ୍ଟ ପରିଶେଷରେ, ଏଟ୍ ଲାଷ୍ଟ ପରିଶେଷରେ, ଗଟ୍ ନଥିଙ୍ଗ କିଛି ପାଇଲେ ନାହିଁ, କିଛି ପାଇଲେ ନାହିଁ। ଦେଖ ମାଙ୍କଡ଼ଟି କ'ଣ କିପରି ଚତୁରତା ବା ବୁଦ୍ଧି ପ୍ରୟୋଗ କଲା। ଦୁଇ ବିରାଡ଼ି ଝଗଡ଼ା କରୁଥିଲେ ଏବଂ ମାଙ୍କଡ଼ଟି ସମାନ ଭାଗ କରିବ ବୋଲି କହିଲା। ତେଣୁ ଗୋଟେ ଖଣ୍ଡ ବଡ଼ ହୋଇଗଲେ ତାକୁ ଟିକେ ପାଟିରେ ପକାଇ ଦେଉଥିଲା, ଆଉ ଖଣ୍ଡେ ବଡ଼ ହୋଇଗଲେ ତାକୁ ମଧ୍ୟ ପାଟିରେ ପକାଇ ଦେଉଥିଲା। ଏଇଭଳି ଭାଗ କରୁ କରୁ ସବୁତକ ପିଠା ଖାଇଗଲା। ତେଣୁ ଶେଷରେ ଏହି ଗପରୁ ଆମେ କ'ଣ ଶିଖିଲେ? ଦୁଇ ବିରାଡ଼ିଙ୍କ ବା ଦୁଇ ଜଣଙ୍କ ଝଗଡ଼ାରେ ତୃତୀୟ ଜଣଙ୍କର ଲାଭ ହେଲା। ଏଠି ଦୁଇ ବିରାଡ଼ି ଝଗଡ଼ା କରୁଥିଲେ ପିଠା ପାଇଁ, ମାଙ୍କଡ଼ ଲାଭ ହେଲା। ତେଣୁ ଆମେ ଏହି ଗପରୁ ଶିଖିଲେ ଏବଂ ଏହି ଗପରୁ ଶିଖିଲେ ତାହା ପରସ୍ପର ମଧ୍ୟରେ ଆମେ କଳି ଗୋଳ ଲାଗିବା ନାହିଁ। ବର୍ତ୍ତମାନ ଆମେ ଏହାର ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ତେବେ ଆସ ପିଲାମାନେ ଏହି ପ୍ରଶ୍ନୋତ୍ତରକୁ ଆମେ ସହଜରେ ଆଲୋଚନା କରିବା। Question number 1. What did the cat see in the house? The cat saw a cake in the house. Question number 2. Did it take the cake? Yes, it took the cake. Question number 3. Where did it run away? It ran away to a lonely place. Question number 4. What did it do with it? It began to eat the cake. Question number 5. When did the other cat come there? The other cat came there when the first cat began to eat the cake. Question number 6. Did they quarrel over the cake? Yes, they started quarreling for the cake. Question number 7. Did the monkey come there at the time? The monkey was already there on a tree nearby. Question number 8. Question number 8. What did the two cats ask the monkey to do for them? Answer ହେବ the two cats asked the monkey to share the cake equally between them. Question number 9. What did the monkey do? The monkey broke the cake into 2 pieces. Question number 10. Where the 2 pieces equal? Were the 2 pieces equal? No, the 2 pieces were not equal. One piece was bigger than the other. 11. What did the monkey do then? Then the monkey ate a bit of cake from the bigger pieces. Question number 12. How did the smaller piece become the bigger one? When the monkey ate a piece from the bigger one, the smaller piece became bigger again. Question number 13. Why did the monkey eat the whole cake? The monkey ate the whole cake by repeating the same clever practice to fool the cats. Question number 14.
Did the cats get anything? No, the cats got nothing. Question number 15. What was the result of the quarrel? Because of their quarrel, they lost their food and the monkey ate the whole cake. Question number 16. What do you learn from the story? We learn that when two people fight, a third person takes the advantage. So we should not quarrel. Question number 17. Do you quarrel with your friends? No, I do not quarrel with my friends. We share things with each other. Now the topic is over. I hope you like this video. If you like this video, please like it. And those who are watching our channel for the first time, please subscribe it. Thanks.